অনেক খাতা আছে সে খাতা ভিতরে অনেক কিছু भी লেখা যায় কিন্তু সেই খাতা ভিতরে গোটে নিয়ারা খাতা থাকে যাহাକୁ ଆମେ ସମସ୍ତେ କହୁ ରଫ୍ ଖାତା। এই ଏସ୍ ନ୍ୟୁଜ୍ ଓଡ଼ିଆର ପ୍ରଯୋଜନାରେ ଆମେ ଏକ ନୂଆ ଷ୍ଟୋରି ଇମେଜର ଓଡ଼ିଆ ସାହିତ୍ୟର ଏକ ନୂଆ ବିପ୍ଳବକୁ ନେଇ ଆମେ ଆପଣଙ୍କୁ ଦେଖାଇବୁ ସବୁଦିନ ଠିକ୍ ସନ୍ଧ୍ୟାରେ ନୂଆ ଧାରାବାହିକ ରଫ୍ ଖାତା। ହଁ ଦର୍ଶକ ବନ୍ଧୁ, ଏହାକୁ ଆମେ ରଫ୍ ଖାତାର ନାଁ ଏଥିପାଇଁ ଦେଇଛୁ ଯେ ଜୀବନରେ ସବୁଠୁ ମୂଲ୍ୟବାନ ହେଉଛି ରଫ୍ ଖାତା। କେହି ଏହାକୁ ରଫ୍ ତ କହିପାରନ୍ତି କିନ୍ତୁ ପ୍ରକୃତରେ ସେ ଖାତା ଯେ କେତେ ମହାନ ଆମ ଜୀବନରେ ଆମର ନୂଆ ଧାରାବାହିକ ରଫ୍ ଖାତା ଦେଖିଲେ ଆପଣମାନେ ଜାଣିପାରିବେ। ଏହାକୁ ସଂଯୋଜନା କରିଛନ୍ତି ଅଧ୍ୟାପକ ପ୍ରଫୁଲ୍ଲ ସାହୁ, ଆଉ ଏଥିରେ ସହ ସମ୍ପାଦିକା ଅଛନ୍ତି ପ୍ରଗତି ଭୂଇଁଆ, ଆଉ ପ୍ରଯୋଜକ ପ୍ରସନ୍ନ କୁମାର ଦାସ। ଏସ୍ ନ୍ୟୁଜ୍ ଓଡ଼ିଆର ଏହି ନୂଆ ପ୍ରୟାସ କବି, ଲେଖକ ଓ ଗାଳ୍ପିକକୁ ନେଇ ଆପଣମାନେ ଦେଖିବାକୁ ଜମା ଭୁଲିବେନି। ଆମର ଷ୍ଟୋରି ଇମେଜର ନାଁ ହେଉଛି ରଫ୍ ଖାତା। ନମସ୍କାର ଦର୍ଶକ ବନ୍ଧୁ, ରଫ୍ ଖାତାର ସଞ୍ଜ ନଇଲା ପରର ଫର୍ଦ୍ଦକୁ ଆପଣମାନଙ୍କୁ ସ୍ୱାଗତ। ରଫ୍ ଖାତାର ଆଜିର ଫର୍ଦ୍ଦରେ ଅଛନ୍ତି ଡକ୍ଟର କିଶୋର ମହାନ୍ତି, ଗୀତିକବି ବୈଦ୍ୟନାଥ ଖିଲାର, ଶ୍ୟାମପଦ ଚାଟାର୍ଜୀ, ଡକ୍ଟର ନିରଞ୍ଜନ ସାହୁ। ଧନ୍ୟବାଦ। କବିତାରେ ଭିଜିଯାଏ ଦେହ, ମନ ଆଉ ପ୍ରାଣ, ସେମିତି ଏକ କବିତାରେ ଭିଜେଇବାକୁ ଆସିଛନ୍ତି ଡକ୍ଟର କିଶୋର ମହାନ୍ତି। ତେବେ ଆସନ୍ତୁ ଶୁଣିବା ତାଙ୍କ କବିତା। ଆଜ୍ଞା ନମସ୍କାର, ମୁଁ ଡକ୍ଟର କିଶୋର ମହାନ୍ତି। ମୁଁ ଆପଣମାନଙ୍କୁ ମୋର ଅନ୍ତରରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି। ମୁଁ ଗୋଟିଏ ମୋର ସ୍ୱରଚିତ କବିତା ଆବୃତ୍ତି କରିବାକୁ ଯାଉଛି। କବିତାର ଶୀର୍ଷକ ହେଲା ତୁମେ ଅବ୍ୟକ୍ତ। ତୁମେ ଅବ୍ୟକ୍ତ, ତୁମକୁ ଦେଖିଦେଲା ମାତ୍ରେ ରକ୍ତ ମାଂସ ଆଉ ଶିରା ପ୍ରଶିରାରେ ଚରିଯାଏ କେମିତି ଏକ ଅସମ୍ଭବ ଇଚ୍ଛା ଆଉ ଦିବ୍ୟ ଭାବନା। ପରସ୍ତ ପରସ୍ତ ଉତ୍ତଳା ଜୁଆର ତୁମକୁ ଦେଖିଦେଲା ମାତ୍ରେ କେମିତି ତଟସ୍ଥ ହେଇଯାଏ ପ୍ରାଣପିଣ୍ଡ, କେମିତି ତଟସ୍ଥ ହେଇଯାଏ ପ୍ରାଣପିଣ୍ଡ, ବଶୀଭୂତ ହୋଇଯାଏ ମନ। ତୁମେ ସତରେ ଅବ୍ୟକ୍ତ। ତୁମକୁ ଦୂରରୁ ଦେଖିଲେ ତୁମେ ସତେ ନୀଳ ଦିଗ୍ବଳୟ କଡ଼େ ମୁଣ୍ଡ ଟେକି ହାତଟାରି ଡାକୁଥିବା ସାମାୟିତ ତୁଙ୍ଗ ଶିଖରୀ ଚୂଳ। ତୁମ ବିସ୍ଫାରିତ ନେତ୍ର କେମିତି କେଜାଣି ଟାଣିନିଏ ଆପେ ଆପେ, ଏବଂ କେମିତି ସତେ ମୋହର ମନ୍ତ୍ରରେ ପାଖରୁ ଦେଖିଲେ ତମକୁ ଆଲିଙ୍ଗିବାକୁ ଦୁଇ ବାହୁ ମେଲିଯାଏ ସତରେ। ତୁମ ଜବାଧାରକୁ ଦେଖିଲେ ସକାଳର ସୂର୍ଯ୍ୟ ପରି ତୁମେ ବୁଡ଼େଇ ଦିଅ ରଙ୍ଗରେ। ବେଳେବେଳେ ତୁମେ ଉଦାର ସାଗର ପରି ବେଶ ଚୁପଚାପ ଶାନ୍ତ, ଅବା କେବେ ତୁମକୁ ଚାହିଁଦେଲେ ଆକାଶ ପରି ତୁମେ ବେଶ ଉଦାସ। ତୁମେ ଚାହିଁଦେଲେ ନେତ୍ର ପ୍ରସରିଯାଏ ଜଳସ୍ଥଳ ବରଙ୍ଗିରି ଆକାଶକୁ। ତୁମେ ହସତ୍ ଫୁଲ ସୁଷମା ବରା ଢଳ ଢଳ ଛଳ ଛଳ ସ୍ନିଗ୍ଧ ପଦ୍ମଫୁଲ ବିମୁଗ୍ଧ ସେ ରୂପ। ତୁମେ ଯେ ଅବ୍ୟକ୍ତ। ତୁମେ ଅହର୍ନିଶ ଚଳଚଞ୍ଚଳ କରୁଥିବା ଏ ଜୀବନ ପାଇଁ ଏକ ଅନୁପମ ରାଗିଣୀଟିଏ। ତୁମେ ସତରେ ଶୂନ୍ୟ, ମହାଶୂନ୍ୟ। କେମିତି ବର୍ଣ୍ଣିବି ତୁମକୁ? ତୁମେ ଯେ ଅବ୍ୟକ୍ତ। ବର୍ଷା ନଥାଇ ଇନ୍ଦ୍ରଧନୁ, ଡହ ଡହ ଖରାରେ ଯେ ଲେଖନୀ ମୁନରେ ଆଙ୍କନ୍ତି ତାରର ମୁରୁଜ, ସେ ହେଉଛନ୍ତି ଗୀତିକବି ବୈଦ୍ୟନାଥ ଖିଲାର। ତେବେ ଆସନ୍ତୁ ଶୁଣିବା ତାଙ୍କ କବିତା। ବୈଦ୍ୟନାଥ ଖିଲାର, ଶଙ୍କରପୁର ଚାରବାଟିଆ। ମୋ କବିତା ରଫ୍ ଖାତା। ତୁ ମିଛିକା କଇଁ ମୁଁ କାଗଜ ଜହ୍ନ, ଏବେ ପ୍ରୀତିର ରଫ୍ ଖାତା ଧୂଳିରେ କରେ ସ୍ନାନ। ଆଗେ ଯେମିତି ଥିଲୁ ସବୁ ତ ଭୁଲି ଗଲୁ, ଅଳ୍ପ ଦିନରେ ବଦଳି ଗଲୁ, ବଦଳିଲା ତୋ ମନ। ତୁ ମିଛିକା କଇଁ ମୁଁ କାଗଜ ଜହ୍ନ, ମିଛିକା କଇଁ ମୁଁ କାଗଜ ଜହ୍ନ। ତୋ ଜୀବନର ଖାତାରେ ପୃଷ୍ଠା ଖୋଲିକି ଦେଖ, କେତେ ଚିରିଛୁ କେତେ ବଳିଛି
କେତେ ବଢ଼ିଛି ଦୁଃଖ। ସେ କହି ନାହିଁ ସେ ଜନ ନାହିଁ, ନାହିଁ ବି ତାର ଚିହ୍ନ ଚିହ୍ନ ଚିହ୍ନ। ତୁ ମିଛି ମିଛି କା କଇଁ ମୁଁ କାଗଜ ଜହ୍ନ। ଚିରିଲୁ କେବେ ସେଇ ଫର୍ଦ୍ଦକୁ, କାଗଜ ଡଙ୍ଗା କଲୁ। ମୋ ଜହ୍ନକୁ ବସେଇ ତହିଁ ଦୂରେ ବସେଇ ଦେଲୁ। ତୁ କାହାର ହୋଇଗଲୁ, ମୁଁ ଏକା ବିତାଏ ଦିନ ଦିନ ଦିନ। ନାଇବ ତୁ ସତ ସତିକା କଇଁ ମୁଁ ସତ ସତିକା ଜହ୍ନ। ନମସ୍କାର। କେବେ ସାହିତ୍ୟ ତ କେବେ ରଙ୍ଗମଞ୍ଚ, କେବେ ଅଭିନୟ ତ କେବେ ବାଦ୍ୟଯନ୍ତ୍ର, ସବୁଥିରେ ଯିଏ ସିଦ୍ଧହସ୍ତ ସେ ହେଉଛନ୍ତି ଗାଳ୍ପିକ ଶ୍ୟାମପଦ ଚାଟାର୍ଜୀ। ଟିକେ ହେଲେ ନିଦ ନଥିଲା ଆଖିରେ, ଖୋଲା ଥିଲା ଦୁଇ ପତା। ଏମିତି ଆଖିରେ ଭରିଦେଲା ସ୍ୱପ୍ନ, କେଜାଣି କାହିଁ ବିଧାତା। ସପନେ ଦେଖିଲି ଏମିତି ମଣିଷ, ନାହିଁ ଯାର ହିଂସା ଦ୍ୱେଷ। ବିବେକ ଆଦେଶେ କରେ ସବୁ କାମ, ଇନ୍ଦ୍ରିୟକୁ କରି ବଶ। ପର ଦୁଃଖ ଦେଖି ଭିଜେ ତାର ଆଖି, ପର ସୁଖେ ହୁଏ ଖୁସି। ପାଇବାର ଆଶା ନ ରଖି ମନରେ, ଦେଇ ଚାଲେ ହସି ହସି। ସାଜି ଏକ ତ୍ୟାଗୀ ସାରା ପୃଥିବୀକୁ ଭାବି ଏକ ପରିବାର। ଯୋଗାରୂଢ଼ ହୋଇ ଦୂର କରୁଛି ସେ ସମାଜର କୁସଂସ୍କାର। ଜୟ ପରାଜୟ ଭଲ ପୁଣି ମନ୍ଦ, ଅଛି ଆଉ ଦ୍ୱନ୍ଦ୍ୱ ଯେତେ। ସେସବୁର ଊର୍ଦ୍ଧ୍ୱେ ଉଠିଏ ମଣିଷ, ଦେବତା ହୋଇଛି ସତେ। ଅଚାନକ ଯଦି ମୋର ଏ ସପନ ବାସ୍ତବ ପାଲଟି ଯିବ, ଦୁନିଆରୁ ଦୁଃଖ ଅପସରି ଯାଇ ମର୍ତ୍ତ୍ୟ ଆମ ସ୍ୱର୍ଗ ହେବ। ଦୁନିଆରୁ ଦୁଃଖ ଅପସରି ଯାଇ ମର୍ତ୍ତ୍ୟ ଆମ ସ୍ୱର୍ଗ ହେବ। ଦୁନିଆରୁ ଦୁଃଖ ଅପସରି ଯାଇ ମର୍ତ୍ତ୍ୟ ଆମ ସ୍ୱର୍ଗ ହେବ। ମାଟିଠୁ ଆକାଶ, ପୁରାଣଠୁ କିମ୍ବଦନ୍ତୀ, ସାହିତ୍ୟଠୁ ସଂସ୍କୃତି, ସବୁଠି ଯେ ଖୋଜି ପାଆନ୍ତି ଶ୍ରୀ ଜଗନ୍ନାଥଙ୍କୁ, ସେ ହେଉଛନ୍ତି ଡକ୍ଟର ନିରଞ୍ଜନ ସାହୁ। ଆସନ୍ତୁ ଶୁଣିବା ତାଙ୍କ ଆଲୋଚନା। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାಂ ଜଗନ୍ନାଥାୟ ତେ ନମଃ। ଜୟ ଜଗନ୍ନାଥ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଦଳା ପାଞ୍ଜି ଏବଂ ମାଳିକା, ଏ ତିନିଟି ଶବ୍ଦ ଶ୍ରୀ ଜଗନ୍ନାଥ, ମାଦଳା ପାଞ୍ଜି ଏବଂ ମାଳିକା ଗ୍ରନ୍ଥ, ଏ ତିନିଟି ଯାକ କଥା ଆମ ଇତିହାସକୁ ଏବଂ ଆମ ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତକୁ ସଂଯୋଗ କରିଛି। ମାଳିକା ସମ୍ପର୍କରେ ରତ୍ନାକର ସାହୁ ଗୋଟେ ସୁନ୍ଦର କଥା କହନ୍ତି ଯେ ମାଳିକା ମାଳ ଯୁକ୍ତ ଇକ ଆଉ ଆ ଶବ୍ଦର ଆଗମରେ ସ୍ତ୍ରୀଲିଙ୍ଗରେ ମାଳିକା ଶବ୍ଦର ବ୍ୟୁତ୍ପତ୍ତି। ମାଳ ମାନେ ଫୁଲହାର, ଇକ ପ୍ରତ୍ୟୟ ଏବଂ ଆ ଯୋଗ କରାଯାଇ ସ୍ତ୍ରୀଲିଙ୍ଗରେ କରାଯାଇ ମାଳିକା ଶବ୍ଦର ବ୍ୟୁତ୍ପତ୍ତି। ଏଠି ସ୍ପଷ୍ଟ କରିବାକୁ ମନରେ ହୁଏ ଯେ କାହାର ମାଳ? ଶ୍ରୀ ଜଗନ୍ନାଥଙ୍କର ମାଳ। ଉତ୍କଳୀୟ ଜନଜୀବନର ଇତିହାସର ମାଳ। ଗୋଟିଏ ଗୋଟେ ଫୁଲ ହେଲେ ମାଳ ହୁଏ, ଗୋଟିଏ ଗୋଟେ ଫୁଲକୁ ଗୁନ୍ଥିଲେ ମାଳ ହୁଏ। ଏଠି ଗୋଟିଏ ଗୋଟିଏ ଇଭେଣ୍ଟ, ଗୋଟିଏ ଗୋଟିଏ ଘଟଣା, ଗୋଟିଏ ଗୋଟିଏ ଘଟଣାଚକ୍ରର ମାଳ ହେଇଛି। ଇକ ପ୍ରତ୍ୟୟ ଆ ଶବ୍ଦର ଆଗମ ଘଟିଛି ମାଳିକା। ଏବଂ ଦ୍ୱିତୀୟ କଥାଟି ବଂଶୀଧର ମହାନ୍ତି ସୁନ୍ଦର ଭାବରେ ଗୋଟିଏ କଥା କହନ୍ତି, ମାଳିକା ଗ୍ରନ୍ଥରେ ଗୋଟେ ଅନୁସନ୍ଧିତ୍ସୁ କଥା ରହିଛି ଏବଂ ଆମର ଅତୀତ ବର୍ତ୍ତମାନ ଭବିଷ୍ୟତର ରୂପରେଖ ଆମେ ମାଳିକାରୁ ମଧ୍ୟ ପାଉ। ତେଣୁ ମାଳିକାକୁ ଆମେ କେବଳ ଗୋଟିଏ
କାବ୍ୟିକତାର ରୂପ ବା କାବ୍ୟିକତାର ସ୍ୱରୂପ ଖୋଜିଲେ ମିଳିବନି। ଏହା ବିଜ୍ଞାନ ସମ୍ମତ, ଇତିହାସ ସମର୍ଥିତ, ମାଦଳା ପାଞ୍ଜି ସହିତ ଏବଂ ଶ୍ରୀ ଜଗନ୍ନାଥ ସହିତ ସମ୍ପୃକ୍ତ। ଆମେ ଆଉ ମାଳିକା ଶବ୍ଦର ବ୍ୟୁତ୍ପତ୍ତି ସମ୍ପର୍କରେ ଆଉ ଗୋଟିଏ କଥାକୁ ମୁଁ ଉଲ୍ଲେଖ କରିବାକୁ ଚାହେଁ। ସେ ହେଉଛି ଡକ୍ଟର ଗୌରାଙ୍ଗ ଚରଣ ରାୟଙ୍କର ଉକ୍ତି। ଡକ୍ଟର ଗୌରାଙ୍ଗ ଚରଣ ରାୟ କହନ୍ତି ଯେ ଖୋରଧା ରାଜବଂଶ ହେଉଛି 1568ରୁ 1817। 1568 ଅର୍ଥାତ୍ ମୁକୁନ୍ଦଦେବଙ୍କର ମୃତ୍ୟୁ। ଗୋଇରା ଟିକିରି ଠାରେ ମୁକୁନ୍ଦଦେବଙ୍କର ସ୍ତୂପୀକୃତ ମସ୍ତକ ଛିନ୍ନ କରାହେଇଥିଲା। ଓଡ଼ିଶାର ସ୍ୱାଧୀନତାର ରବି, ସ୍ୱାଧୀନତାର ସୂର୍ଯ୍ୟ ଅସ୍ତମିତ ହୋଇଥିଲା 1568। ଏହି ମାଳିକାରେ ଏହି 1568 ବା 1817ରୁ 17 ପର୍ଯ୍ୟନ୍ତ ଗୋଟେ ଇତିହାସ, ଧାରାକ୍ରମିକ ଇତିହାସ ଆମେ ଦେଖିବାକୁ ପାଉ। କେଉଁଥିରେ ନା ମାଳିକାରେ, ଏବଂ ମାଦଳା ପାଞ୍ଜିରେ ତାହା ମଧ୍ୟ ପାଉ। ତତ୍ପୂର୍ବରୁ ସେଭଳି କୌଣସି ପ୍ରସଙ୍ଗର ଅବତାରଣା ହୁଏ ନାହିଁ। ତେବେ ଗୋଟିଏ ପ୍ରସଙ୍ଗ ଅବତାରଣ ହୁଏ ଜନଜୀବନକୁ ନେଇକରି। ଜନଜୀବନ କିପରି ସ୍ୱାଧ୍ୟାୟଯୁକ୍ତ, କିପରି ସୁସଂସ୍କୃତ ହେବ, ଏ ସମ୍ପର୍କରେ ବ୍ୟାଖ୍ୟାମାନ ରହିଛି। ଏ ମାଳିକା ସମ୍ପର୍କରେ ସବିଶେଷ ବକ୍ତବ୍ୟ ବୋଲି ଆମେ କହିବା। ଆଉ ଗୋଟିଏ କଥା ମଧ୍ୟ କହିବା, ଯେମିତି ପ୍ରାଚୀନ ଇହୁଦୀମାନେ ତାଙ୍କର ପ୍ରଫେଟ୍ମାନେ, ଇହୁଦୀମାନଙ୍କର ପ୍ରଫେଟ୍ମାନେ ଭବିଷ୍ୟତବାଣୀ କରିଛନ୍ତି। ସେମାନେ ସେମାନଙ୍କର ବୈଷମ୍ୟର ଦୃଷ୍ଟିରୁ ପ୍ରଫେଟ୍ମାନେ ବିଭିନ୍ନ ଭବିଷ୍ୟତବାଣୀ କରିଛନ୍ତି। ସେହିଭଳି ମହାପୁରୁଷ ଅଚ୍ୟୁତାନନ୍ଦ 16ଶ ଶତାବ୍ଦୀରେ ପଞ୍ଚସଖା ଯୁଗରେ ଏଇଭଳି ଆପ୍ତବାକ୍ୟ, ଏଇଭଳି ଭବିଷ୍ୟତ ବାକ୍ୟମାନ କରିଛନ୍ତି। ଦୁଇଟି ପ୍ରମାଣ କରିବା, ପ୍ରମାଣ ଦେବା, ତାପରେ କଳିଯୁଗ ଗୀତା ବା ଭାଗବତକୁ ଆମେ ପ୍ରବେଶ କରିବା। ଆମେ ଦେଖିବା ଯେ ମହାପୁରୁଷ ଅଚ୍ୟୁତାନନ୍ଦ ଗୋଟିଏ କଥା କହିଲେ ନୃପତି ହୋଇଣ ଜଣେ ନ ରହିବେ କେହି, ନୟନେ ଦେଖିବୁ ଦିନ ଅଚ୍ୟୁତ କହି। ଆଜ୍ଞା କ'ଣ ପ୍ରମାଣଟା ହେଲା? ନୃପତି ହୋଇଣ ଜଣେ ନ ରହିବେ କେହି କେବେ ଲେଖୁଛନ୍ତି ନା 16ଶ ଶତାବ୍ଦୀରେ ଲେଖୁଛନ୍ତି। ମୁକୁନ୍ଦଦେବଙ୍କର ଇତିହାସ ଅନୁସାରେ ମୁକୁନ୍ଦଦେବଙ୍କର ସମୟକାଳରୁ ଏସ୍ ବକ୍ତବ୍ୟ ଅଚ୍ୟୁତାନନ୍ଦ ଦେଉଛନ୍ତି ଯେ ରାଜା ହେଇକିରି ରହିବେ ନାହିଁ, କେହି ରହିବେ ନାହିଁ ସଂସାରରେ। ରାଜା ରହିବ ନାହିଁ। ରାଜା ଅଛନ୍ତି କି? ଗଜପତି ମହାରାଜ ଅଛନ୍ତି, କିନ୍ତୁ ରାଜତ୍ୱ ଅଛି କି? ଏକଥା ପୂର୍ବରୁ ବାଣୀ କରିଛନ୍ତି ଅଚ୍ୟୁତାନନ୍ଦ। ଯେମିତି ପ୍ରଫେଟ୍ମାନେ ଇହୁଦୀମାନଙ୍କର ପ୍ରଫେଟ୍ମାନେ କରିଛନ୍ତି, ସେଇଭଳି ମହାପୁରୁଷ ଅଚ୍ୟୁତାନନ୍ଦ କରିଛନ୍ତି। ନଷ୍ଟ୍ରାଡାମ୍ ଯେମିତି କରିଛନ୍ତି, ଜର୍ମାନର ବିଖ୍ୟାତ ଜ୍ୟୋତିର୍ବିଦ ଯେମିତି କରିଛନ୍ତି, ଠିକ୍ ସେଇଭଳି ମହାପୁରୁଷ କହୁଛନ୍ତି ଯେ ରାଜା ଆଉ ରହିବନି, ରାଜଶାସନ ରହିବନି। ପୂର୍ବରୁ କହିଛନ୍ତି। ଆପଣ ମାନଙ୍କର ମନରେ ପ୍ରଶ୍ନ ଉଠୁଥିଲେ, ଆଗରୁ କାହିଁକି କହିଲନି? ଅଧ୍ୟୟନ ଯେତେବେଳେ କୌଣସି ଘଟଣା ଘଟେ, ଘଟଣା ଘଟିଲା ବେଳେ ଖୋଜା ପଡ଼େ। ଖୋଜିଲା ପରେ କିଛି ଗବେଷକ ଏକୁ ଖୋଜନ୍ତି ଏବଂ କହନ୍ତି। ନୟନ ଦେଖିବୁ ଦିନ ଅଚ୍ୟୁତ କହେ, ଆଖିରେ ଦେଖିବୁ ବୋଲି କହିଛନ୍ତି। ଗୋଟେ ପ୍ରମାଣ ସତ୍ୟ। 2 ନମ୍ବରରେ ଆଉ ଗୋଟିଏ କଥାକୁ ଆସିବା। ଶ୍ରୀ ଜଗନ୍ନାଥଙ୍କର ବଡ଼ ଦେଉଳରୁ ମୋର ପଥର ଖସିବ, ସେହି ଦିନ ଠାରୁ ସଖୀ ବିପଦି ପଡ଼ିବ। ଭଗବାନ କୃଷ୍ଣ କହୁଛନ୍ତି ଦ୍ୱାରକାରେ, ରୁକ୍ମିଣୀ କହୁଛନ୍ତି। ଏହା ରୁକ୍ମିଣୀ ଗୀତା ବୋଲି ଗୋଟିଏ ଗ୍ରନ୍ଥ, ରୁକ୍ମିଣୀ ଗୀତା ଗ୍ରନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଅଛି। ସେଇଥିରେ ରଚିତ ହେଇଛି ଯେ ବଡ଼ ଦେଉଳରୁ ମୋର ପଥର ଖସିବ। ପଥର ଖସିଛି ବଡ଼ ଦେଉଳରୁ, ଏବଂ ସେହି ଦିନଠାରୁ ସଖୀ ବିପଦ ପଡ଼ିବ। ବିଭିନ୍ନ ପର୍ଯ୍ୟାୟକ୍ରମେ ବିପତ୍ତି, କଳିଯୁଗରେ ତ ବିଭିନ୍ନ ବିପତ୍ତି ଆସିବ। ପରାହତ ଜୀବ ତାକୁ ଭୋଗ କରିବ, କିନ୍ତୁ ଗୋଟିଏ ସଚେତନ ମାର୍କ, ସଚେତନ ଚିହ୍ନ ମହାପୁରୁଷ ଦେଉଛନ୍ତି ଯେ ଯେବେ ବଡ଼ ଦେଉଳରୁ ପଥର ଖସିବ, ବିପତ୍ତି ଟିକେ ସାଂଘାତିକ ହେବ। ବିପତ୍ତି ତ ସବୁ ସମୟରେ ଅଛି। ଦିନ ଅଛି, ରାତି ଅଛି। ଦିନ ହେଉଛି ସୁଖ ଯଦି କୁହାଯାଏ, ରାତି ଅଛି ଦୁଃଖ। ମଣିଷ ଜୀବନରେ 2ଟି ପର୍ଯ୍ୟାୟ, ଗୋଟିଏ ହେଉଛି ଦିନ ସୁଖ, ଆଉ ଗୋଟିଏ ହେଉଛି ରାତି ଦୁଃଖ। ରାତି କ'ଣ କେବଳ ଦୁଃଖ? ତେବେ ଆମେ ବୁଝିବାକୁ ବଡ଼ ଦେଉଳରୁ ପଥର ଗୋଟେ ଚିହ୍ନ ଖସିଛି, ଏ କଥା ମହାପୁରୁଷ ତାଙ୍କର ବାକ୍ୟରେ କହିଛନ୍ତି। ଆମେ ଆଉ ଗୋଟିଏ ପ୍ରସଙ୍ଗକୁ ଯିବା। ମୋର ଇଚ୍ଛା ଯେ ଆପଣଙ୍କର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କଳିଯୁଗ ଗୀତାର ପ୍ରସଙ୍ଗକୁ ଯିବା ପୂର୍ବରୁ ମୋର ଇଚ୍ଛା ହୁଏ, ଭାଗବତରେ ମୁଁ ଗତ ଏପିସୋଡ଼ରେ କହିଛି, ଭାଗବତରେ
ଶ୍ରୀ ଜଗନ୍ନାଥ ସୁନ୍ଦର ଭାବରେ ତାଙ୍କର ମାଳିକା କଥା ବା କଳିଯୁଗ କଥା କହିଛନ୍ତି। ସେ କଥା ସହିତ କଳିଯୁଗ ଗୀତାର ଗୋଟିଏ ସମ୍ପର୍କ ରହିଛି। ସେଇଥିପାଇଁ କଳିଯୁଗ ଗୀତା କହିବା ପୂର୍ବରୁ ମୁଁ କହିବାକୁ ଚାହେଁ ଭାଗବତକାର ଜଗନ୍ନାଥ ଦାସଙ୍କର ଦ୍ୱାଦଶ ସ୍କନ୍ଧ। ଦ୍ୱାଦଶ ସ୍କନ୍ଧରେ ଟିକେ ସମୟ ଲାଗିବ। ମୁଁ ଅନ୍ୟାନ୍ୟକୁ ବ୍ୟାଖ୍ୟା କରିବାକୁ ଗଲାବେଳେ କହିବା ଯେ ଶ୍ରୀମଦ୍ ଭାଗବତ ଦ୍ୱାଦଶ ସ୍କନ୍ଧ, ଆପଣମାନେ ଅଛନ୍ତି ଭାଗବତ ପଢ଼ୁଛନ୍ତି, ଭାଗବତ ପାଠ ହେଉଛି। ଆଜିକାଲି ତ ସନ୍ଧ୍ୟାରେ ଭାଗବତ ଟଙ୍ଗି ଆଉ ନାହିଁ। ଆମମାନେ ଯେତେବେଳେ ଛୋଟ ଛୋଟ ପିଲା ଥିଲୁ ଘରମାନଙ୍କରେ ପାଠ ହେଉଥିଲା, ଭାଗବତ କୁହା ହେଉଥିଲା ସନ୍ଧ୍ୟାରେ, ତୁ ଆଉ କିଛି କର ନ କର ଭାଗବତ ଗୋଟେ ଅଧ୍ୟାୟ ପଢ଼ିବୁ। କିନ୍ତୁ ଆଜିକାଲି ତ ସେ ଯେଉଁ ପାଠ ନାହିଁ। ଏ ହେଉଛି ମହାପୁରୁଷଙ୍କର ପୂର୍ବରୁ ବାକ୍ୟ ଯେଉଁ କୁହା ହେଇଛି ଯେ ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ ରହିବେ କେହି ଝାଡ଼ ବାଡ଼ ହୋଇ ଯାହା ବି ରହିବେ କୂଳକୁ ବିହନ ସେହି। ଏଇ କଥାର ତାତ୍ପର୍ଯ୍ୟ କ'ଣ ଜାଣନ୍ତି? ଏଇ କଥାର ତାତ୍ପର୍ଯ୍ୟ ହେଉଛି ଉତ୍ତରେ ସାଜିବ କହିଲେ ହିମାଳୟ ପଟରେ, ଦକ୍ଷିଣ କହିଲେ କନ୍ୟାକୁମାରୀ ପଟରେ, ପୂର୍ବେ କହିଲେ ଉତ୍କଳ ଖଣ୍ଡରେ, ଉତ୍କଳ ବିହାର, ଓଡ଼ିଶା ବିହାର ବଙ୍ଗଳା, ଏଇ ପର୍ସନଟା ହେଉଛି ପୂର୍ବ। ଏ ପୂର୍ବରେ ଗାଜିବ ବୋଲି କହନ୍ତି ଯେ ଏଇପଟେ ବର୍ଷା ହେବ, ଏମିତି ଗୋଟେ ସାଧାରଣ ଅର୍ଥ। କାରଣ ମୁଁ ଆଗରୁ କହିଛି ଯେ ମାଳିକା ହେଉଛି ଗୋଟେ ଗୁହ୍ୟାର୍ଥ, ସାଂକେତିକ ଅର୍ଥରେ ଦିଆହେଇଛି। ଯେ କୁହାହେଲା ଯେ ଯେମିତି ଉତ୍ତରେ ସାଜିବ ମାନେ ମେଘ ଉଠେଇବ, ଦକ୍ଷିଣେ ଗାଜିବ ବର୍ଷା ହେବ, ପୂର୍ବେ ନ ରହିବେ କେହି ଏତେ ବର୍ଷା ହେବ ଯେ ତୋଫାନ ହେବ ଯେ ଲୋକ କେହି ରହିବେନି। ଏଇଟା ହେଉଛି ସାଧାରଣ ଅର୍ଥ। କିନ୍ତୁ ଏହାର ଗୁହ୍ୟାର୍ଥ ମଧ୍ୟ ଅଛି। ଗୁହ୍ୟାର୍ଥ ଅଛି ବିଭିନ୍ନ ଯେଉଁମାନେ ଏ ଦିଗରେ ବିଚାର କରୁଛନ୍ତି ସେମାନେ ଜାଣନ୍ତି। ଉତ୍ତରେ ସାଜିବ, ଉତ୍ତରେ ସଜା କ'ଣ ହେବ, ଦକ୍ଷିଣରେ କିପରି ସେ ଗାଜିବ, ପୂର୍ବରେ କ'ଣ ହେବ, ପୂର୍ବରେ ଏବଂ ଝାଡ଼ବାଡ଼ ହୋଇ ଯାହା ବି ରହିବେ କୂଳକୁ ବିହନ ସେଇ। ଝାଡ଼ବାଡ଼ ବୋଲି କହନ୍ତି। ଝାଡ଼ କହିଲେ ବି ଅଗ୍ନି, ଝାଡ଼ କହିଲେ ଅଗ୍ନି ଦିହୁଡ଼ି କହନ୍ତି। ଏଇ ଯେଉଁ ପ୍ରସଙ୍ଗ ଆମର ଆସୁଛି ଆଖି ଆଗକୁ, ଏଇଟା ମହାପୁରୁଷଙ୍କ ବାକ୍ୟ, ତାର ତାତ୍ତ୍ୱିକ ଅର୍ଥ ମଧ୍ୟ ଅଛି। ତେବେ ଝାଡ଼ବାଡ଼ ହୋଇ ଯାହା ବି ରହିବେ କୂଳକୁ ବିହନ ସେହି, ଅର୍ଥାତ୍ ଯେଉଁମାନେ ଭଗବତ ପରାୟଣ ହେଇଥିବେ, ଯେଉଁମାନେ ସମସ୍ତ ବିପରୀତ ସ୍ରୋତରେ ଯାଇ ତଥାପି ଭଗବତ ପରାୟଣ ହେଉଥିବେ, ପ୍ରାଣାୟାମ ସୂତ୍ରରେ ଥିବେ, ସେଇମାନେ କୂଳକୁ ବିହନ ହେବେ ବୋଲି ତାର ହେଉଛି ଅର୍ଥ। ଏକ ବ୍ୟାପକ କଥା, ମୁଁ ପରବର୍ତ୍ତୀ ସମୟରେ ଏକ ସମ୍ପର୍କ କହିବି। ତେବେ ଯେହେତୁ ମୁଁ ଉଲ୍ଲେଖ କରିଛି ଭାଗବତ କଥା, ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ, ଆପଣ ଯାଆନ୍ତୁ ଦ୍ୱିତୀୟ ଅଧ୍ୟାୟକୁ ଯାଆନ୍ତୁ। ଶ୍ରୀ ଶୁକ ବାଚ ହେଇଛି। ଆପଣ ଜାଣିଛନ୍ତି ଭାଗବତରେ ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ଶ୍ରୋତା ହେଇଛନ୍ତି, ତାଙ୍କୁ 7 ଦିନରେ ତକ୍ଷକ ଦଂଶନ କରିବ। ଏଭଳି ବିପତ୍ତି, ଏକ ମୃତ୍ୟୁ ବିପତ୍ତି ଜୀବନ ପାଇଁ ତକ୍ଷକ ଦଂଶନ କରିବ ପରୀକ୍ଷିତ ମହାରାଜାଙ୍କର। ପରୀକ୍ଷିତ ମହାରାଜ ହେଉଛନ୍ତି ଯୁଧିଷ୍ଠିରଙ୍କର ଭାଇ ଅର୍ଜୁନ, ମଧ୍ୟମ ପାଣ୍ଡବଙ୍କ ପୁତ୍ର ଅଭିମନ୍ୟୁ ପୁତ୍ର ହେଉଛନ୍ତି ସୁଖଦେବ, ଅଭିମନ୍ୟୁଙ୍କ ପୁତ୍ର ହେଉଛନ୍ତି ପରୀକ୍ଷିତ। ଏ ପରୀକ୍ଷିତଙ୍କର ଗୋଟିଏ ତ୍ରୁଟି ପାଇଁ ସେ ତ୍ରୁଟି କେଉଁଥିପାଇଁ ହେଇଛି ନା କଳିର ପ୍ରବେଶ ପାଇଁ। କଳିର ପ୍ରବେଶ କରିବ, ତେଣୁକରି ତ୍ରୁଟି ହେବ। ଭୁଲ କଲେ ହିଁ କେବଳ କଳି ପଶିବେ। ଆପଣ ଘରେ କ୍ରୋଧ କରନ୍ତୁ, କଳି ପଶିଲା, ଆପଣ ଆରମ୍ଭ ହେବ ଘର ଭିତରେ, ଆପଣ ଭାତ ସେଦିନ ଖାଇବାକୁ ମିଳିବନି। ତେଣୁକରି ଆମର ପ୍ରସଙ୍ଗ ହେଉଛି କଳି ପଶିବ, ଆପଣଙ୍କ ଭିତରେ କଳିଟା ପଶିବ। ଆପଣ ଯଦି ତାକୁ ବୁଝିଯିବେ ଯେ କଳି ତୁମେ କାହିଁ ପଶୁଛୁ, ତ ପଶିବା ଦରକାର ନାହିଁ, ମୁଁ କ୍ରୋଧ କରିବିନି, ମୁଁ ମିଛ କହିବିନି, ମୁଁ ଅନ୍ୟାୟ କରିବିନି, ତାହେଲେ କଳି ଆସିବ ନାହିଁ। କଳିର ଏ ହେଉଛି ପର୍ଯ୍ୟାୟ। ତେଣୁକରି ଭାଗବତରେ ଦ୍ୱାଦଶ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ କୁହାହେଇଛି, ଶୁକ କହନ୍ତି ବିଦ୍ୟମାନେ ଶୁଣ ରାଜନ ସାବଧାନେ, କଳିଯୁଗ ଧର୍ମ ବିଧାନ ଏ ଯୁଗେ ହୋଇବ ଯେ ସନ। ଶୁକମୁନି କହୁଛନ୍ତି ରାଜା ପରୀକ୍ଷିତଙ୍କୁ, ହେ ରାଜା ସାବଧାନ ହିଁ ଶୁଣ। ଶୁକମୁନି ହେଉଛନ୍ତି ବ୍ୟାସଦେବଙ୍କ ପୁତ୍ର ଏବଂ ଯିଏକି ପ୍ରେରିତ ପୁତ୍ର। ଭଗବାନ ପଠେଇଛନ୍ତି ଯାହାଙ୍କୁ ଏ ସଂସାର ଭିତରେ, କାରଣ ଭଗବାନଙ୍କ ଲୀଳାକ୍ଷେତ୍ର ହେଉଛି ପୃଥିବୀ ପୃଷ୍ଠ। ଏ ପୃଥିବୀ ପୃଷ୍ଠରେ ଲୀଳା କରିବାକୁ, ଆନନ୍ଦ କରିବାକୁ ଭଗବାନ ଜନ୍ମ ବାର ନେଉଛନ୍ତି। ତାଙ୍କରି ପୁତ୍ର ବ୍ୟାସଦେବଙ୍କ ପୁତ୍ର ହେଉଛନ୍ତି ସୁଖଦେବ। ସୁଖଦେବ ପରୀକ୍ଷିତଙ୍କୁ ତକ୍ଷକ ଦଂଶନରୁ ମୁକ୍ତ କରିବା ପାଇଁ ଭାଗବତ କହିଛନ୍ତି। ଭାଗବତ ଦ୍ୱାଦଶ ସ୍କନ୍ଧରେ ମାଳିକା ପ୍ରସଙ୍ଗ କୁହାହେଇଛି। କହୁଛନ୍ତି କ'ଣ ନା କଳିଯୁଗର କ'ଣ ବିଧାନ ସେ ସମ୍ବନ୍ଧରେ ଶୁଣ। ଗୋଟିଏ ଧାଡ଼ିରେ ଆମେ ବକ୍ତବ୍ୟ ଶେଷ କରିବା। ସତ୍ୟ, ଶୌଚ, ଦୟା, କ୍ଷମା
କାରଣ ଆପଣ ଜାଣିଛନ୍ତି ଧର୍ମର ଚାରୋଟି ହେଉଛି ପାହାଚ ବା ଚାରୋଟି ହେଉଛି ଗୋଡ଼। ଯେଉଁ ଚାରୋଟି ଗୋଡ଼ ଉପରେ ଧର୍ମ ପ୍ରତିଷ୍ଠିତ, ଧର୍ମ ଠିଆ ହେଇଛି। ଆମେ ଯେମିତି ଦୁଇଟି ଗୋଡ଼ରେ ଠିଆ ହେଇଛେ, ଧର୍ମ ସେମିତି ଚାରିଟି ପାଦରେ ଠିଆ ହେଇଛି। ଚାରିଟି ପାଦ ତାର, ଗୋଟିଏ ହେଉଛି ସତ୍ୟ, ଗୋଟିଏ ହେଉଛି ଶୌଚ, ଗୋଟିଏ ହେଉଛି ଦୟା, ଆଉ ଗୋଟେ ହେଉଛି କ୍ଷମା। ସତ୍ୟ, ଶାନ୍ତି, ଦୟା, କ୍ଷମା ବୋଲି କୁହାଯାଏ। ଏ ହେଉଛି ଧର୍ମର ମହିମା। ଭାଗବତକାର କହିଲେ ସତ୍ୟ ଶୌଚ ଦୟା କ୍ଷମା ତୁଟିବ ଧର୍ମ ମାର୍ଗ ସୀମା। ରହିବନି ଆଜ୍ଞା। କଳିଯୁଗରେ ଆପଣ ଯେତେ ସତ୍ୟବାକ ହେବା ପାଇଁ ଚାହୁଁଥିଲେ ମଧ୍ୟ କଳି ଆପଣଙ୍କୁ ସତ୍ୟରେ ସତ୍ୟସନ୍ଧ କରେଇଦେବ ନାହିଁ। ତେବେ ଶୌଚରେ ଶାନ୍ତି, ଦୟା ଆଉ କ୍ଷମା ଆପଣଙ୍କ ଭିତରେ ଆସୁଥିବ, ଆପଣଙ୍କ ଭିତରେ ଆସିବ, ତଥାପି ମଧ୍ୟ ଆସିପାରିବେ, କଳିଯୁଗରେ ରହିପାରିବ ନାହିଁ। ସେଇଭଳି ପ୍ରାଣାୟାମ ଶାସ୍ତ୍ରୀ, ସେଇଭଳି ଯୋଗାରୂଢ଼, ଆଉ ସେଇଭଳି ସତ୍ ଆତ୍ମା। ଆତ୍ମା ଆଜ୍ଞା ସବୁ ସମାନ। କୁକୁର ଦେହରେ ଯେଉଁ ଆତ୍ମା ଅଛି, ପିମ୍ପୁଡ଼ି ଦେହରେ ଅଛି, ମଣିଷ ଦେହରେ ମଧ୍ୟ ସେଇ ଆତ୍ମା ଅଛି। କିନ୍ତୁ ଏ ଆତ୍ମା ମଧ୍ୟରେ ତାର ଯେଉଁ କ୍ରିୟମାଣ କରିବାର କର୍ମ, ତା ଭିତରେ ଯେଉଁ ଅଛି ଅନୁଶୋଚନାର କର୍ମ, କ୍ରିୟମାଣ ଆଉ ପ୍ରାରବ୍ଧ, ଏଇ କର୍ମ ଯୋଗୁଁ ଆତ୍ମାର ଗ୍ରେଡେସନ୍ସ ଅଛି, ତାର ସ୍ତରୀକୃତ ଅଛି। ଆପଣ ଭଲ କାମ କରିବେ, ଭଲ ଆତ୍ମା ଆପଣଙ୍କର ହେବ। ଆତ୍ମା ଶୁଦ୍ଧ ଆଜ୍ଞା, କିନ୍ତୁ କର୍ମ ଅନୁସାରେ ଆପଣଙ୍କୁ ଆତ୍ମାର ଯୋନି ଗ୍ରହଣ କରିଥାଏ। ତେବେ ଏଇଥିପାଇଁ କୁହାଯାଏ ଯେ କାଳ ଯେ ବଳବନ୍ତ ହୋଇ ପ୍ରାଣୀକି ଗ୍ରାସିବ ଯେ ସେହି। କାଳ ଗ୍ରାସ କରେ, ସତ୍ୟ ଶାନ୍ତି ଦୟା କ୍ଷମା ନଥିଲେ କାଳ ଗ୍ରାସ କରେ। ଏଣୁ ଯେ ଧର୍ମ ହାନି ହୋଇ ବଳ ଆୟୁଷ କ୍ଷୟ ଯାଏ। ବଳ ଆୟୁଷ କ୍ଷୟ ହେଉଛି ଧର୍ମନାଶ ହେଲେ। ଗୋଟିଏ କଥା ମନେ ପଡ଼େ ଯେ ଧର୍ମ ଜଣେ ବ୍ୟକ୍ତି ପାଖରେ ସମସ୍ତ କଥା ଚାଲି ଯାଇପାରେ। ତା ପାଖରୁ ସମ୍ପତ୍ତି ଚାଲି ଯାଇପାରେ, ତା ପାଖରୁ କୋଠା ଘର ଚାଲି ଯାଇପାରେ, ତା ପାଖରୁ ପୁତ୍ର ସନ୍ତାନ ଆଦି ଚାଲି ଯାଇପାରନ୍ତି, ତା ପାଖରୁ ସବୁ କିଛି ଚାଲି ଯାଇପାରେ, କିନ୍ତୁ ଗୋଟିଏ କଥା ଚାଲିଗଲେ ହେବ ନାହିଁ, ସେ ହେଉଛି ଧର୍ମ। ମାଳିକାର ବକ୍ତବ୍ୟ ହେଉଛି ମଣିଷର ଶ୍ରେଷ୍ଠ, ଭାଗବତକାର ଜଗନ୍ନାଥ ଦାସ, ଅତିବଡ଼ି ଜଗନ୍ନାଥ ଦାସ କହୁଛନ୍ତି ମଣିଷର ଶ୍ରେଷ୍ଠ କର୍ତ୍ତବ୍ୟ, ଶ୍ରେଷ୍ଠ ସମ୍ପତ୍ତି ହେଉଛି ଧର୍ମ। ଧର୍ମ ଯେଉଁଦିନ ଚାଲିଯିବ ତା ପାଖରୁ ଲକ୍ଷ୍ମୀ ଚାଲିଯିବ। ଲକ୍ଷ୍ମୀ ଧର୍ମ ଅଛନ୍ତି, ଲକ୍ଷ୍ମୀ ଚାଲି ଯାଉଛନ୍ତି, କାନ୍ଦି କାନ୍ଦିକି ଆସିବେ ପାଖକୁ। ନିଶ୍ଚିତ ଭାବରେ ଇଏ ଭାଗବତକାରଙ୍କର ବକ୍ତବ୍ୟ। ଆମେ ନିଶ୍ଚିତ ଭାବରେ ଗୋଟିଏ ଜାଗାରେ ରହିବା। ଯେଉଁ ଚାରୋଟି ସ୍ତମ୍ଭ ହେଉଛି କାହାର ଧର୍ମର, ସେଇ ଚାରୋଟି ସ୍ତମ୍ଭ ମଧ୍ୟରେ ସତ୍ୟ, ଶାନ୍ତି, ଦୟା, କ୍ଷମା। ଭାଗବତକାର କହୁଛନ୍ତି ସତ୍ୟ, ଶୌଚ, ଦୟା, କ୍ଷମା। ଶୌଚ ଆଚାର୍ୟ ଲକ୍ଷ୍ମୀ ବିଚାର ପଣ୍ଡିତ, ବିଚାରଶୀଳ ହେଲେ ପଣ୍ଡିତ ହେବେ, ଆଚରଣଶୀଳ ଲକ୍ଷ୍ମୀ ରହିବେ। ଆଚରଣଶୀଳ ହେଉଛି ଲକ୍ଷ୍ମୀଙ୍କର। ଆମେ ଏଇଭଳି ଭାବରେ ବିଚାର କରିବା। ଏଣୁ ଯେ ଧର୍ମ ହାନି ହୋଇ ବଳ ଆୟୁଷ କ୍ଷୟ ଯାଇ, ଜ୍ଞାନ ଯେ ଧର୍ମ ନ ରଖଇ, ଧର୍ମ ନଥିଲେ ପୁଣ୍ୟ ନାହିଁ। ଏଣୁ ଧର୍ମାଦି ପୁଣ୍ୟହୀନ, ବର୍ଦ୍ଧନ ହେଲେ ମ୍ଲେଚ୍ଛ ଜନ। ଯେତେବେଳେ ପୁଣ୍ୟହୀନ ବର୍ଦ୍ଧନ ହେଇଯାଏ, ପୁଣ୍ୟ ହାନି ହେଇଯାଏ, ସେତେବେଳେ ସେ ମ୍ଲେଚ୍ଛ ହେଇଯାଏ। ମ୍ଲେଚ୍ଛ ଆଜ୍ଞା କେଉଁଠି ନାହିଁ। ଆମେ ଯଦି କହିବା ଅମୁକ ଲୋକ ହେଉଛି ମ୍ଲେଚ୍ଛ, ମୁଁ ମ୍ଲେଚ୍ଛ ନୁହେଁ ନା। ଧର୍ମ ହାନି ହେଲେ ଆପଣ ମ୍ଲେଚ୍ଛ। ମୁଁ ମୋ ପାଖରେ ମୋର ଯାହା ଧର୍ମ, ମୁଁ ମଣିଷଟିଏ, ମାନବିକତା ମୋର ଧର୍ମ। ଯେଉଁଦିନ ମାନବିକତା ଚାଲିଯିବ, ଯେଉଁଦିନ ମୋ ପାଖରେ ସତ୍ୟ, ଶୌଚ ଏବଂ ଦୟା କ୍ଷମା ଘଟି ବିଚ୍ୟୁତ ହେଇଯିବ, ସେତେବେଳେ ମୁଁ ମ୍ଲେଚ୍ଛ ହେଇଯିବି। ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ କଲମ କରୁଛନ୍ତି ଯେ ଏଣୁ କହୁଛନ୍ତି ଯେତେବେଳେ ଧର୍ମ ହାନି ହେଉଛି, ପୁଣ୍ୟହୀନ ହେଉଛି ମଧ୍ୟ, ସେତେବେଳେ ସେ ମ୍ଲେଚ୍ଛ ହେଇଯିବ। ତେଣୁ ମ୍ଲେଚ୍ଛ ସଂସାରରେ ଅଛନ୍ତି ଆପଣ ଦେଖିପାରିବେ। ଯେଉଁ ଜନର ଧନ ଥିବ, ସଂସାରେ ବଡ଼ ସେ ହୋଇବ। କୋଉ ଧନ? ଧର୍ମ ଧନ, ଧର୍ମ ଧନ, ଧର୍ମ ଧନ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଭାଗବତର ଆଉ ଗୋଟିଏ ଦୁଇଟି ପ୍ରସଙ୍ଗ ପରବର୍ତ୍ତୀ ଏପିସୋଡ଼ରେ ରଖିବା ପରେ ଆମେ କଳିଯୁଗ ଗୀତାରେ, ମହାପୁରୁଷ ସ୍ଥାନକ କଳିଯୁଗ ଗୀତାରେ ପ୍ରବେଶ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ତେବେ ଦର୍ଶକ ବନ୍ଧୁ, ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ମତାମତ ଜଣାଇବେ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଜି ପାଇଁ ରହିଲି।